ଦେଖ ମ ଏ ଗାଲୁଆ ଟୋକାକୁ କେମିତିଆ ଶୋଇଛି, କାନରେ କଣ ବେଙ୍ଗ ମାରି ଦେଇଛି ନା କଣ? ମୋ କଥା ବୋଧେ ଶୁଭା ଯାଉନି? ଆରେ ଜଗୁ, ଜଙ୍ଗଲରେ ତ ଦିନକୁ ଦିନ ଶୀତ ବଢିବାରେ ଲାଗୁଥିଲା। ଶୀତ ଯେତେ ବଢି ଚାଲିଥିଲା, ଚଢେଇ ଛୁଆମାନଙ୍କ ଉଠିବାରେ ସେତେ ଡେରି ହଉଥିଲା। କୁନି ଏ କୁନି, ଦେଖ ମ କେତେ ବେଳ ହେଲାଣି, ସିଏ ଏପର୍ଯ୍ୟନ୍ତ କେମିତି ଶୋଇଛି? ଜଲ୍ଦି ଜଲ୍ଦି ଉଠୁ। ମା ଆଜି ତ ରବିବାର, ଏତେ ଜଲ୍ଦି ଉଠିକି ମୁଁ କଣ କରିବି? ଏମିତିରେ ତ ଭାରି ଶୀତ କରୁଛି। ଏତେ ଜଲ୍ଦି ଉଠିକି କଣଟା କରିବି ଯେ? ମତେ ଆଉ କିଛି ସମୟ ଶୋଇବାକୁ ଦିଅ। ଆଲୋ କୁନି, ଶୀତ କରୁଛି ବୋଲି କଣ ତୁ ଖିଆ ପିଆ ଭୁଲିଯିବୁ ନା କଣ? ଯା ଉଠୁ ଜଲ୍ଦି। ଯଦି ତୁ ନ ଉଠୁ, ମୁଁ ଥଣ୍ଡା ଥଣ୍ଡା ପାଣି ଆଣି ତୋ ଉପରେ ଢାଳି ଦେବି। ପାଣି ଢାଳି ଦବା କଥା ଶୁଣି କୁନି ତ ଡରିକି ଉଠି ପଡେ। ହଁ ମା, ଉଠି ପଡିଲି। ଏବେ କୁହ କଣ କରିବି ଯେ? ଆଲୋ କଣ କରିବି କଣ କହୁଛୁ? ଯାଉନୁ ଗାଧେଇକି ଦାନ୍ତ ଫାନ୍ତ ଘଷିକି ଆସିବୁ। ମୁଁ ତୋ ପାଇଁ ପରଟା ଆଉ ଆଳୁଦମ କରିକି ରଖିଛି, ତୁ ଯା ଗାଧେଇକି ଆସିଲେ ଖାଇବୁ। ସତରେ ମା, ତମେ ଏତେ ସକାଳୁ ମୋ ପାଇଁ ପରଟା ଆଉ ଆଳୁଦମ କରି ସାରିଲାଣି? ସକାଳୁ ସକାଳୁ ତ ପରଟା ଆଳୁଦମ ଖାଇଲେ ବଢିଆ ଲାଗିବ। ଏଇ ଶୀତ ଫୀତ ମୋର କେହି କିଛି କରିପାରିବେନି। ମୁଁ ଯାଉଛି ଜଲ୍ଦି ଜଲ୍ଦି ଗାଧେଇକି ପଳେଇ ଆସିବି। ତାପରେ ଏମିତି କହି କୁନି ଚଢ଼େଇ ଗାଧେଇବାକୁ ଚାଲିଗଲା। ଏ ମାଲୋ, ଏ ପାଣିକି ତ ଦେଖିଲେ ମତେ ଭାରି ଡର ଲାଗୁଛି। ଫୁଟାଣିଆ ଫୁଟାଣିଆ କଥା କହିଦେଇ ସିନା ପଳେଇ ଆସିଲି, ହେଲେ ଏତେ ଥଣ୍ଡା ଥଣ୍ଡା ପାଣିରେ ମୁଁ ଗାଧେଇବି କେମିତି? ଏଇ ଥଣ୍ଡା ଥଣ୍ଡା ପାଣି ଛୁଇଁ ଦେଲା ବେଳକୁ ଦେହ ତ ଶୀତେଇ ଶୀତେଇ ପଡୁଛି। ନା ମ, ମୋର କିଏ ଗାଧଉଛି? ନାଇଁ ମୁଁ ଗାଧେଇବିନି। ମା କେମିତି ଜାଣିବେ ମୁଁ ଗାଧେଇଲେ କି ନାଇଁ? ସିଏ କଣ ଦେଖୁଛନ୍ତି ନା କଣ? ମୁଁ ଯାଉଛି ଟିକେ ପାଣି ଛିଞ୍ଚି ହେଇ ପଳେଇବି। ଦେହର ଟିକେ ପାଣି ଛିଞ୍ଚି ହେଇ ପଳେଇବି, ଆଉ ଯାଇ କହିବି ମୁଁ ଗାଧେଇକି ପଳେଇ ଆସିଲି। ଏମିତି କହି କୁନି ଚଢ଼େଇ ଘରକୁ ଚାଲିଯାଏ। ଆଲୋ, ତୁ ଗାଧେଇଲୁ ନା ପାଣିଟାକୁ ଦେଖି ଦେଇକି ପଳେଇ ଆସିଲୁ? କଣ ଏବେ ଉଠିକି ଯାଉ ଯାଉ ଏତେ ଶୀଘ୍ର ପଳେଇ ଆସିଲୁ? ତୁ ଗାଧେଇଛୁ ଟି? ମା, ତମକୁ କଣ ଦେଖା ଯାଉନି? ଦେଖିଲ ମୋ ଦେହ କେମିତି ଓଦା ହେଇଛି। ଓହୋ, ଥଣ୍ଡା ଥଣ୍ଡା ପାଣିରେ ଗାଧେଇକି ପଳେଇ ଆସିଲି। ଓଃ, କି ଶୀତ ହଉଛି ମା। ତମେ ଟିକେ ମା ମୋ ଦେହରେ ହାତ ମାରି ଦେଖୁନ, ମୋ ଦେହ କେତେ ଜୋରସେ ଓଦା ହେଇଛି। କାଇଁ ବା, ତୋ ଦେହ ତ ଜମା ବି ଓଦା ହେଇନି। ତୁ କୋଉଠି ଗାଧେଇକି ଆସିଲୁ? ଓହୋ ଟିକି ଚଢ଼େଇ, କାହିଁ ପିଲାଟା ସହ ଲାଗିଛ କହିଲ? ଏଇ ଯୋଉ ଶୀତ ହଉଛି କିଏ ଗାଧଉଛି କହିଲ? ଯଦି ସିଏ ନ ଗାଧଉଛି ନ ଗାଧଉ, କଣ ହେଇଯାଉଛି କହିଲ? ସେ ଗାଧୁଆରୁ କଣ ମିଳୁଛି? ଯାଅ ପିଲାଟାକୁ ଖାଇବାକୁ ଦବ, ସେ ଖାଇବ। ଆରେ ତମେ ସେମିତି ବୋଲି ଛୁଆଟାକୁ ସେମିତି କରିଦବ ନା କଣ? ତମେ ତ ଯୋଉ କାହୁ ଗାଧେଇଲା ଲଖା ଟିକେ ପାଣି ଗାଧେଇକି ପଳେଇ ଆଉଛ, ସିଏ ପୁଣି 8 ଦିନକେ ଥରେ। ଯୋଉ ତ ଗନ୍ଧ ଗନ୍ଧଉଛ, ଛାଡ। ଦେହଟା ଯେମିତି ତମର ଗନ୍ଧଉଛି ଗୋଟେ ମୂଷା ମଲା ଲଖା। ଛି, କଣ କହିବି ଯେ ଏ ପାପ ଝିଅକୁ? ଟିକି ଚଢ଼େଇର କଥା ଶୁଣିକି ରାଜୁ ଚଢ଼େଇ ପାଟି ତ ପୁରା ଚୁପ ହେଇଗଲା। ସତରେ ଶୀତ ଦିନେ ଗାଧେଇବା ଯେ କେତେ କଷ୍ଟ କହିଲେ ନା ସରେ। ଏପଟେ ଜଗୁ କାଉ ଏ ପର୍ଯ୍ୟନ୍ତ ବି ଶୋଇ ରହିଥାଏ। ଆରେ ଜଗୁ କାଉ, ଉଠିବୁ ନା ଦେଖିବୁ ନା? ଥଣ୍ଡା ଥଣ୍ଡା ପାଣି ଆଣିକି ଢାଳି ଦେବି ଯେ ବାପା ପୁଅଙ୍କର ତ ରାତି ପାହୁନି ବୋଧେ। ଦିନ 12ଟା ହେଲାଣି, ଆଙ୍କ ନିଦ ଭାଙ୍ଗୁନି। ଆରେ ଉଠୁଛ ନା ଦେଖିବ ଏଇନା? ବାପା ପୁଅ ମିଶି ଦିନ ବେଳେ ବୋଧେ ସପନ ଦେଖୁଛ, ବୁଝିଲ? ଓହୋ ସୁନ୍ଦରୀ, କାହିଁ ଗୋଟେ ଗହଳିଟା କରୁଛ କହିଲ? ସକାଳୁ ସକାଳୁ ଆସିକି ନିଦଟା ଭାଙ୍ଗୁଛ। ତମକୁ କଣ ଦେଖା ଯାଉନି କେତେ ଜୋରସେ ଶୀତ ହଉଛି? ଆମେ ଆଉ ଟିକେ ଗଲେ ଉଠିଯିବୁନି? ତମେ ଯାଅ ଏଠୁ। କଣ ହେଲା ଆଉ ଟିକେ ପରେ ଉଠିବ? ଆରେ ଆଉ ଟିକେ ପରେ ପରା ରାତି ହବ। ଆଉ ଉଠିବ କାହିଁକି? ଏକାଳେ ଶୋଇଥାଅ, କାଲି ସକାଳକୁ ଉଠିବ। ଜଲ୍ଦି ଜଲ୍ଦି ଉଠ, ଘରେ କିଛି ବି ଦାନା ନାହିଁ, ପୁଣି ଦାନା ଆଣିବାକୁ ଯିବ ଜଙ୍ଗଲକୁ। ହଉ ସୁନ୍ଦରୀ, ମୁଁ ଉଠୁଛି, ଆଉ ଟିକେ ଶୋଇବାକୁ ଦିଅ ମତେ, ଆଉ ଟିକେ ଶୋଇବାକୁ ଦିଅ। ଦେଖ ମ ଏ ଗାଲୁଆ ଟୋକାକୁ କେମିତିଆ ଶୋଇଛି, କାନରେ କଣ ବେଙ୍ଗ ମାରି ଦେଇଛି ନା କଣ? ମୋ କଥା ବୋଧେ ଶୁଭା ଯାଉନି?
ଆରେ ଜଗୁ, ଜଲ୍ଦି ଉଠୁ, ଗାଧେଇବୁ, ହେଇକି ପୁଣି ଖାଇବି, ଟିଉସନ ଯିବୁ, ଉଠିଲୁ। ମାସ ନ ପୁରିବାଣୁ ତ ତୁ 200 ଟଙ୍କା ଲେଖା ନେଇଯାଉଛୁ। କାଇଁ ତୁ କେତେବେଳେ ଟିଉସନ ଯାଉଛୁ ମୁଁ ତ ଜାଣିପାରୁନି। ପାଠ ସାଠ ତ କିଛି ନାହିଁ, ଖାଲି ଗଧ ଭଳିଆ ଶୋଇକି ରହୁଛୁ। ବେକାରଟାରେ ଖାଲି ତତେ ଟିଉସନ ଛାଡୁଛି ଯାହା। ମା ମା ମୁଁ ଆଜି ଟିଉସନ ଯିବିନି। ସାର୍ ମତେ ବହୁତ ପାଠ ଦେଇଛନ୍ତି, ମୁଁ କିଛି ବି ପାଠ କରିନି। ମୁଁ ଟିଉସନ ଯିବିନି ଆଜି। କଣ ତୁ ପାଠ କରିନୁ? କାଲି ରାତିରେ କଣ ମାଟି ଆଣୁଥିଲୁ? ପାଠ କରିନୁ କହୁଛୁ? ଦିନ ରାତି ତ ବସିକି ମୋବାଇଲ ଦେଖୁଛୁ, ଆଉ ପାଠ କେତେବେଳେ କରିବୁ? ଉଠୁ ଉଠୁ ଜଲ୍ଦି, ନା ପାଠ କରିବୁ ନା ଛାଞ୍ଚୁଣରେ ପିଟିକି ତ ମୁଣ୍ଡ ଫଟାଇଦେବି। ତାପରେ ଜଗୁ କାଉ ବାଧ୍ୟ ହେଇକି ଉଠିଯାଏ। ତାପରେ ଜଗୁ କାଉ ନଦୀକି ଗାଧେଇବାକୁ ଯାଏ। ଇଲୋ ବୋପାଲୁ, ଏଇ ପାଣି ତ ଦେଖିଲେ ଦେହ ଶୀତେଇ ଯାଉଛି। ଯଦି ମୁଁ ଭଲରେ ଭଲରେ ଗାଧେଇକି ନ ଯିବି, ମା ତ ମତେ ଆଣି ଏଇ ପୋଖରୀରେ ମାଡି ଦବ। ତାଠୁ ଭଲ ହବ ମୁଁ ଟିକେ ଦେହରେ ପାଣି ଛିଞ୍ଚି ହେଇ ପଳେଇବି। ହେଲେ ଏଇ ଥଣ୍ଡା ପାଣିକି ଦେଖିଲେ ମତେ ତ ଡର ଲାଗୁଛି। ମୁଁ ଗାଧେଇବି କେମିତି? ଏମିତି କଥା ଭାବିଛି କି ନାଇଁ ଜଗୁ କାଉର ମନେ ପଡ଼ିଯାଏ ତା ମା ରୋଷେଇ ଘରେ ପାଣି ଗରମ କରୁଥିବାର। ତାପରେ ସେ ସେଠାରୁ ଚାଲିଯାଏ। ଆଉ ତାଙ୍କ ରୋଷେଇ ଘରେ ଯାଇ ଦେଖେ ତ ଚୁଲିରେ ହଣ୍ଡାରେ ପାଣି ବସିଛି। ବଢିଆ ହେଲା ଆଉ, ମା ତ ପାଣି ଗରମ ପାଣି ବସେଇଛନ୍ତି ଆଉ। ମୁଁ ଯାଉଛି ଉଷୁମ ଉଷୁମ ପାଣିରେ ଟିକେ ବୁଡି ପଡିବି। ଏମିତି କହି ଜଗୁ ସେ ଗରମ ପାଣି ହଣ୍ଡା ଭିତରେ ପଶିଗଲା। ତାପରେ କିଛି ସମୟ ପରେ ସୁନ୍ଦରୀ କାଉ ରୋଷେଇ ଘରକୁ ଆସିଲା। ଆଲୋ ଆଲୋ, ପାଣିଟା କେତେବେଳୁ ବସେଇକି ଯାଇଛି, ଯାଉଛି ଆଉ ଟିକେ ଗରମ କରିଦେବି। ପାଣିଟା ଥଣ୍ଡା ହେଇଯିବଣି, ଗରମ କରିସାରିଲା ପରେ ଚାଉଳ ପକେଇବି। ତାପରେ ସୁନ୍ଦରୀ କାଉ ଅଧିକ ଅଧିକ ଚୁଲିରେ ଜାଳ ଦେବାରେ ଲାଗିଲା। ଅଧିକ ଜାଳ ଦେବାରୁ ହଣ୍ଡାରେ ଥିବା ପାଣି ଅଧିକ ଅଧିକ ତାତିବାରେ ଲାଗିଲା। ମା ମା ମରିଗଲି, ବଞ୍ଚାଅ ମା, ମୁଁ ଜଳିଗଲି। ଆଲୋ ଆଲୋ, ତୁ ଏ ଭିତରେ ହଣ୍ଡା ଭିତରେ କଣ କରୁଛୁ? ତାପରେ ତ ସୁନ୍ଦରୀ କାଉ ଜଗୁକୁ ସେହି ପାଣି ହଣ୍ଡା ଭିତରୁ ବାହାର କରିଦିଏ। ହେ ଭଗବାନ, ଏ ପିଲାଟା ଏତେ ଦୁଷ୍ଟ। ହେଇଟି କାଳୁ କାଉ, କଣ କରୁଛ? ଏଠି ଆସ ତ ଦେଖିବ ଏ ପିଲାଟା କଣ ଏମିତି ହଉଛି। ଆରେ ସୁନ୍ଦରୀ କାଉ, କଣ ହେଲା? ଦେଖ ତ, ଏଇ ବଦମାସ ଟୋକାକୁ ଆଉ ପାରି ହେବନି। ମୁଁ ଚୁଲିରେ ପାଣିଟା ବସେଇକି ଯାଇଥିଲି, ଇଏ ହେଇ ପାଣି ଭିତରେ ପଶିକି ଗାଧଉଥିଲା। ମୁଁ ଯଦି ନ ଦେଖିଥାନ୍ତି, ଇଏ ତ ସେ ପାଣିରେ ତରକାରୀ ହେଇ ଝୋଳ ହେଇ ବାହାରିଥାନ୍ତା। ମା ମା ମୁଁ କଣ କରିବି କହିଲ? ଏ ଥଣ୍ଡା ଥଣ୍ଡା ପାଣି ଦେଖିଲେ ମତେ ତ ଭାରି ଡର ଲାଗୁଛି। ପାଣିରେ ଗାଧେଇବା ତ ଦୂରର କଥା, ମତେ ଛୁଇଁବାକୁ ବି ଇଚ୍ଛା ହଉନି। ଓହୋ ସୁନ୍ଦରୀ କାଉ, ପିଲାଟା ଯଦି ଗାଧଉନି, ତାକୁ ଏବେ ସବୁବେଳେ ଗରମ ପାଣି ଟିକେ ଟିକେ କରିକି ଦିଅ, ସିଏ ଟିକେ ଗରମ ପାଣି ଗାଧଉ। ଏଇ ଯୋଉ ଶୀତ ହଉଛି, ପିଲାଟା କେମିତି କହିଲ ଥଣ୍ଡା ପାଣିରେ ଗାଧେଇବ?